ହଁ କହୁନ କୁହ। ହଁ ହ୍ୟାଲୋ ହ୍ୟାଲୋ ହଁ ଠାକୁର ଜଷ୍ଟ ଏଇନା ଆଇଲେ ମନ୍ଦିରକୁ। ହଁ ଠାକୁର ଜଷ୍ଟ ମନ୍ଦିରକୁ ଏଇନା ଆଇଲେ ବା। ରିଟର୍ନ ଫେରିଲେ ତ? ହଁ 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 ମନ୍ଦିର ହଁ ବନ୍ଦ ଆଉ ତୁ କଣ କହୁଛୁ କହୁନୁ? ହଁ ନାଇଁ ମୁଁ ସେ କଥା କଣ କେମିତି କରିବା ମତେ କହୁଥିଲା ମୁଁ ତ ଆସି ପହଞ୍ଚିଲି। ଆଉ ସେଠି ସୁଧାର ବୁଧର ମାଉସୀ ଘର ନୟାଗଡ଼ ବୁଲିକି ନାଇଁ ମୁଁ ଗ୍ରୁପରେ ଆଇଲି। ଛାଡିଛି ଗ୍ରୁପରେ ହଁ ମୁଁ ସବୁ। ଦେଖିଛି ବା ହଁ ଯଦି ଗ୍ରୁପରେ ଯଦି ଅନ୍ୟାନ୍ୟ କେତେବେଳେ ଯାଉ କଣ ଯଦି ପ୍ରକୃତ ପବି ନାଇଁ କି ରୀନା ହୁଁ ଭାଉଜକୁ କି ରୀନା ଖୁଡିକି ଭଲ ପାଉଥିବେ ହୁଁ ଗୋଟେ ଖୋଜିବା ଦରକାର ନାହିଁ। ପରିଚୟ ତୁ ହୁଁ ଯୋଉ କଥା କହିଲୁ ଯେ ଦାଦା ତମେ ହୁଁ ସମସ୍ତଙ୍କୁ ଫୋନ କର ବୋଲି କହିଛୁ ନା ନାଇଁ? ଜିନିଷଟା କହିଲି ଯେ ଜିନିଷଟା କଣ ହଉଛି କହିଲ ବାହାଘରଟା ଆମର କାଲି ଆସିବ ନା ଆଜି ହବ କଣ ହବ? କିନ୍ତୁ ଗୋଟେ କଥାଟା ରହିଛୁ ଥରେ ଆମେ ତ ସବୁ ଜାକ ହେଲା ତାପରେ କହିଦବ ଖାଲି ଆଚ୍ଛା ଆସିକି ପହଞ୍ଚ ଆଉ କିଛି ଆଚ୍ଛା ନାହିଁ। ଶୁଣିବୁ ହଁ ମୁଁ ଯୋଉ ପରିସ୍ଥିତି ଥିଲେ ସିନା ସମସ୍ତଙ୍କୁ ଫୋନ ମୁଁ କରିଥାନ୍ତି। ହଁ ଯେ ମୁଁ ଯୋଉ କୋଉ ପରିସ୍ଥିତି ଅଛି କହିଲ କୋଉ ୱାର୍ଡ ମତେ ସହଯୋଗ କରୁଛ କହିଲ? ହୁଁ କି 5 ଲକ୍ଷ କି 2 ଲକ୍ଷ କି 1000 କି 10,000 କି କୋଉ ଜଣୀୟ ୱାର୍ଡ ମେମ୍ବର ତମେ ସହଯୋଗ ହୁଁ କରୁଛ କହୁନ? ଆଁ ଅରୁ କହୁନ ଶୁଣୁଛି ବା। କଣ ଚୁପ ହେଇ ଶୋଇ ପଡୁଛୁ ଆଉ ମୁଁ ଜାଣିପାରୁନି। ମୁଁ ଶୁଣୁଛି ବା କହୁନ କୁହ। ଶୁଣୁଛୁଟି ସହଯୋଗ ସହଯୋଗ କେହି କରୁନାହାନ୍ତି। କେହି କରୁନାହାନ୍ତି ତ? ହଁ ଆଚ୍ଛା ମୁଁ ଯଦି ଏତେ ଅସୁବିଧା ପଡି ଗୋଟେ ଗ୍ରୁପରେ ଛାଡୁଛି ମୁଁ ଗାଣ୍ଡି ମାରି ଗାଣ୍ଡି ବିଣ୍ଡି ହେଇଗଲି ଫିର ବି ହୁଁ ତମକୁ ଫୋନ କରିବି ତମେ ଆସ ଟିକେ ମିଳନ କମିଟି ବସିବା କି ମୋ ଝିଅ ବାହାଘରେ ବସିବା। ମୁଁ ହୁଁ ଜାଣିପାରୁନି ଆରେ ମୁଁ ତ ଆଗରୁ ହୁଁ ମୋର ଯୋଉ କମିଟି ଅଛି ଆଗରୁ ଯୋଉ କମିଟି ଅଛି ସମ୍ବାଦ ଗ୍ରୁପ ହଉ ନେଫା ଗ୍ରୁପ ଯୋଉ ଗ୍ରୁପ ମୋ ପର୍ସନାଲ ଗ୍ରୁପ ହଉ ହୁଁ ସମସ୍ତେ ମତେ ଭଲ ପାଇଲେ କି ସିଏ ତାଙ୍କ ଆଡୁ ଲେଖିଲେ ସକାଳ ସ୍ୱଚ୍ଛତା ଯୋଉ ଗ୍ରୁପ ହଁ ଦେଖିଛି। ସକାଳ ଆଡୁ ସ୍ୱଚ୍ଛତା ଯୋଉ ଗ୍ରୁପ ତୁ କଣ ଦେଖିଲୁ? ହୁଁ ତାଙ୍କର ସେ ଅପର ଯେ ବବି ନାଈର ଏମିତି ଅସୁବିଧା ତମେ ହୁଁ ସେମିତି ସିଏ ତ ପର ତମେ ଯୋଉ ନିଜର ୱାର୍ଡ ମେମ୍ବର ତାଙ୍କ ଶୁଣୁନ ତାଙ୍କ ହେ ଶୁଣୁ ହୁଁ ହୁଁ ସେ କହୁନ ଯୋଉ କୁହ ତତେ ଯୋଉ କହୁଛି ହୁଁ ତମେ ଯୋଉ ନିଜେ ଆଟାଚ ଥିଲା ଆଗ ସରପଞ୍ଚ ୱାର୍ଡରେ ସରପଞ୍ଚ ଯଦି ମିଶିଲା ପରେ ସକାଳ ସ୍ୱଚ୍ଛତା ନା ଆଗ ହୁଁ ସକାଳ ସ୍ୱଚ୍ଛତା ମତେ କହ? ଆଗ ଆମର ଆମେ ମିଶିଲୁ ନା ଆଉ ହଁ ପଞ୍ଚାୟତରେ ଆଉ ତମେ ମାନେ କଣ କରିଛ କହିଲ ଟିକେ ସରପଞ୍ଚଙ୍କର କି ତା ଦେଶର କଣ କରୁଛ ଟିକେ କହୁନ? ଆ ତୁ କଣ କହୁଛୁ ଯେ ଦାଦା ତାଙ୍କୁ ଟିକେ ଫୋନ କରୁନାହାନ୍ତି କରିବାକୁ ମୁଁ ଗ୍ରୁପରେ ପକେଇଲି ହୁଁ ଯଦି କିଏ ଆସିବ ଆସିବ ନହେଲେ ଯଦି ପବିନ ଘରକୁ ଯିଏ ଭଲ ପାଉଥିବ ସିଏ ଆସିବ ସେ ପବିନ ଘର ଭଲ ନ ପାଉନଥିବ ସିଏ ଆସିବନି। କି ରିନାକୁ ସରପଞ୍ଚକୁ ଯିଏ ଭଲ ପାଉଥିବ ଆସିବ ସରପଞ୍ଚ ଯିଏ ଭଲ ପାଉଥିବ ଆସିବନି। ତେଣୁକରି ମୁଁ ତତେ କହିଲି ତୁ ହୁଁ ଗୋଟେ ସମସ୍ତ ଗ୍ରୁପରେ ଛାଡୁଛୁ ଟି ହୁଁ ତୁ ଗ୍ରୁପରେ ଛାଡୁନୁ ଯେ ପବିନ ଦାଦାର ଏମିତି ଅସୁବିଧା ଯୋଗୁ ଆମେ ଯାଇପାରୁ ଯୋଉ ସିଏ ମେସେଜ କରୁ ଫୋନରେ କରିପାରୁନାହାନ୍ତି ଆମେ ଟିକେ ତାଙ୍କ କାର୍ଯ୍ୟରେ ଯୋଗଦବା। ତୁ ଲେଖୁନୁ ହଉ ହଉ ଆଁ ହଉ ମୁଁ ଲେଖୁଛି ଯେ ତମେ କଣ କହିଲ ମୋ କହିଲା କଣ କହିଲ ଖାଲି ପଦେ ଖାଲି ଫୋନ ପଦେ କହିବ ଆସି ପହଞ୍ଚିବ ସରିଲା କି ନହେଲେ ଭଏସ ମେସେଜ ଗୋଟେ କରି ଛାଡିଦବ ଗୋଟେ ଆଁ ମତେ ଭଏସ ମେସେଜ କରି ଛାଡିଦବ ଗୋଟେ ଆରେ ହେଲା ଲେଖାରେ ଛାଡ଼ିଲେ ଗୋଟେ ଲେଖା ଭଏସ ମେସେଜ କରିଦେବ ଏମିତି ଅସୁବିଧା ମୁଁ ସବୁବେଳେ କହିବନି ନାଇଁ ମତେ ସମୟ ସେମିତି ଅଭାବ ଅସୁବିଧା କଣ ମୋର କୋଉ ବାଳ ଅସୁବିଧା ନାହିଁ ମ ତେମେ କଣ ଓହୋ ଭାବୁଛ ତମର ଅସୁବିଧା ତେମେ ମତେ 5 ଟଙ୍କା ଦେଇଦବ ନା କଣ? କାହିଁକି ମୁଁ ସକାଳେ ତମ ସାଙ୍ଗରେ କଥା ଆଉ ହେବି ତାହେଲେ ତମ ସକାଳେ ଏ କଥା ହେବି ଶୁଣୁ ଅରୁ ହେଲା ହଁ ତତେ ମୁଁ କହିଦଉଛି ତୁ ଯୋଉ କଥା କହୁଛୁ ତୁ ବି ହଁ ରୋଲ ଲେଖଉଛୁ ହଁ ତତେ ବି କହୁଛି ତୁ ବି ରୋଲ ଲେଖଉଛୁ ତତେ ହଉ କହୁଛି ଯାହା କହିବ ଆଉ କଣ କହିଲି? ଆଉ ଯାହା ତମେ କହୁଛ ମୁଁ କଣ କରିବି? ତତେ ମୁଁ କହିବି କହୁଛି ତୁ ତୋ ଅନ୍ତରଙ୍ଗରୁ କଥା ବାହାର କରିକି ତୁ ହୁଁ ଗୋଟେ ସରପଞ୍ଚ ପରେ ତୁ ସରପଞ୍ଚ ଟି ହୁଁ ତୁ ଲେଖିପାରୁଛୁ କି? ହୁଁ କଣ ହୁଁ ଛୁଁ କହୁଛୁ ମୁଁ ଜାଣିପାରୁନି ହଁ ବା କହୁଛି ବା ତାକୁ କହୁନ କଣ କହୁଛୁ? ଲେଖିବି ବା କହିଲ ତୁ ଲେଖିପାରୁଛୁ କି ଯେ ମୋ ସରପଞ୍ଚ ମୋ ଉପରେ ମୁଁ ହୁଁ ତାର ଯୋଉ ନାୟକ ସରପଞ୍ଚ ମୁଁ ହୁଁ ତମକୁ ଅନୁରୋଧ କରୁଛି ଯେ ହୁଁ ଯଦି ସରପଞ୍ଚ ଅବସ୍ଥା ହେଇଛି ତାଙ୍କ ଝିଅ ତୁ ଲେଖିପାରିବୁ କି? ହଁ ଲେଖିବାରେ କାଇଁ କଣ ଅଛି? ତୁ ଲେଖୁନୁ ଆଉ ତୁ ଏ ମତେ କଣ ଲେଖିଦବ କହୁଛୁ ତାଙ୍କୁ ଫୋନ କରିବାକୁ
ଅରୁ ହଉ ହଉ ହଁ ଦାଦା ତୁ- ହଉ ତମେ ଶୁଅ ମୁଁ ସକାଳେ ତମ ସାଙ୍ଗେ କଥା ହେବି ଦେଖିବି କଣ ଏଇ ତ କରୁଛ। ତୁ ଜମା ସେ ରୋଲ ଦେଖାନି। ତୁ ଆଗେ ଲେଖିଲୁ। ହୁଁ ତୁ ଯେତିକି ଆଉ ହୁଁ 2 ଘଣ୍ଟା ତଳେ କହିଥିଲୁ ତୁ ହୁଁ ସେଟା ତୁ କହୁନୁ ଯେ ପ୍ରକୃତ ଆଚ୍ଛା ହଉ ସରପଞ୍ଚ ଅଛନ୍ତି। ହୁଁ ଯୋଉ ଯେତେବେଳେ ମିଟିଂ ହେଲା ନ୍ୟାୟ ସରପଞ୍ଚ ନାଁ ରହିଛି ନା ସରପଞ୍ଚ ନାଁ ରହିଛି? ହୁଁ କାହା ନାଁ ରହିଛି? ସରପଞ୍ଚ ନ୍ୟାୟ ସରପଞ୍ଚ ଅଧ୍ୟକ୍ଷତା ଅନୁଷ୍ଠିତ ହଉଛି। ଆଉ ତୁ କଣ ହୁଁ ସେତିକି ତା ପାରି କରିପାରୁନୁ ଯେ ସରପଞ୍ଚ ଗାଣ୍ଡି ବରଉଛନ୍ତି ତୁ ପାଣ୍ଡିଆ ରହୁଛୁ ବୋଲି? ହୁଁ ହେଲା ତୁ ସେଟା ଲେଖୁନୁ ସମସ୍ତେ। ଆଚ୍ଛା ହଉ ହଉ ଶୁଣୁ ଅରୁ, ହଁ ତତେ ମୁଁ ଏକ୍ଜାମ୍ପଲ ଦଉଛି। ପବିନାଗର ହୁଁ ଛାଡ଼, ହୁଁ ତତେ ମୁଁ କହିବାଟା ବାହାଦୁର ନା। ତୁ କଣ ହୁଁ ତୁ କହୁଛୁ? ତୁ ବି ପରମ ଆଜ୍ଞା ତତେ କହିଦେଲି। ହୁଁ ହଁ ତୁ ମୋ ପୁତୁର ନୁହେଁ? ତୋ ବାପା ପଚାରେ। ହୁଁ ଆରେ ହେ ତୁ ଯଦି ହଁ ଦାଦା ହେଇଥାନ୍ତୁ ସେଇଭଳିଆ ତୁ ଭଳିଆ ବେଧ ହୁଁ ପିଲା ରୋଲ ଲେଖେଇ ନଥାନ୍ତୁ। ହୁଁ ଦେଖିବୁ ତତେ କାଲି ସକାଳେ ବାଡେଇବି ଆଜ୍ଞା। ହୁଁ ମାକେ ଭାଣ୍ଡ ଛୁଉଁଟା କହୁଛୁ ନା ତୁ ବାଡେଇଲେ ଆଜ୍ଞା ବାଡେଇବ ମହା ଚାଲ ମତେ ପୁଅ କହୁଛୁ। ବାପା ବାଡେଇବ ପୁଅକୁ କଣ ଅଛି ସେଥିରେ ଆଉ କଣ କଣ ଅଛି ଚୋରି ହେଲା? ତୁ ଏତେ ବାପା ପ୍ରକାର ପୁଅକୁ ରହୁଛୁ। ବାଡେଇବ ହଁ ତୁ କଣ ମତେ ତାଙ୍କୁ ଫୋନ କରିବାକୁ କହିଲେ ମା ଆଜ୍ଞା? ବାପା ପୁଅକୁ ବାଡେଇବ ଏ କଣ ଯା ଅଛି। ତୋ ଭଳିଆ ବେଧା ପିଲା ତୁ ମା ଆଜ୍ଞା ମୋ ଦୁଆରକୁ ଆସିବୁନି ମା ଆଜ୍ଞା। ଗୋଟେ ହଁ ଭାଣ୍ଡ ହଉ ଗୋଟେ ଭାଣ୍ଡ ସତି ଗୋଟେ ଗଜପତି ହେଇଗଲା। ତତେ ଆଗ ସମ୍ପୂର୍ଣ୍ଣ କଥା କହିଲି ତାପରେ ତତେ ବହୁ ଜ୍ଞାନ ତୁ ସେଇଟା ପୁରା ରେକର୍ଡିଂ କରୁଛୁ। ତୋ ରେକର୍ଡ ଟାକୁ ହୁଁ ମୁଁ ରେକର୍ଡିଂ ମୁଁ ଦେଖଉଛି। ତୁ ହୁଁ ବେଦା ପିଲା ତୋ ଜିନ୍ଦଗି ଥବା ତୁ ମା ଆଜ୍ଞା ମୁହଁ ଚାହିଁବୁନି। ମା ଆଜ୍ଞା ଗୋଟେ ଗୋଇଠା ପକେଇବି କାଲି ସକାଳେ। ହୁଁ କାଲି ବୋଉ ଟିକେ ଛୁଉଁନା ତୁ ମା ଆଜ୍ଞା ବୋଉ ମା ଆଜ୍ଞା କଥାବାର୍ତ୍ତା ହଉଛୁ। ବାଣ୍ଡ ବାଡିବା ନା ତ ବାହା କିଆରି ତୁ କଣ ଛଡିବୁ ଟିକେ। ଆରେ ମା ଆଜ୍ଞା ପଦରୁ ହଟେଇ ଦେବୁ। କାଲି ସକାଳେ ସରପଞ୍ଚଙ୍କୁ ନେଇ ଥୋଇଦେବେ। ମା ଆଜ୍ଞା ଚୁପ ହେଇ ବସିବୁ। ତ ବୋଉ ବିହାରି ହଉ ରଖ ମା ଆଜ୍ଞା ତତେ ହଉ ଟେକିଲା ରଖ ତୁ ରଖ ସକାଳେ କଥା ହେବା ଯାବେ ମା ଆଜ୍ଞା ତୁ ବୋଉ ଯା ବେଶୀ କଥାବାର୍ତ୍ତା କରୁଛୁ। ତତେ ହୁଁ ଚୁ କହିଲା ବେଳୁ ତତେ କହୁଛୁ ତୁ କହିଲା ବେଳୁ ତୁ ଅତି ମା ଆଜ୍ଞା ଲେବୁଲ ଦେଖଉଛୁ ହେଲା। ତୁ କଣ ମା ଆଜ୍ଞା ଭାବୁଛୁ କିରେ ମତେ? ଆରେ ପ୍ରବୀଣ ବେହେରା ଦାଣ୍ଡରେ ଛୁଆ ଜନ୍ମ କରିଗଲା। ଆରେ ମା ଆଜ୍ଞା ଟଙ୍କାଟେ ପଇସା ଖାଇନି ବେ ମା ଆଜ୍ଞା। କିଏ ମନା କଲା? ଆ ଯା କିଏ କହିଲା କିଏ ତୁ କହିଲା ବହୁତ ତୋ ଜୀବନ ଏଠି କରିପାରିବୁ। ତୁ ଯେତିକି ମୁଁ ତ ଘରେ ଧରିକି କରିପାରିବିନି ଖେଳ କରିଛୁ। ତୁ ଯେତିକି ଘରେ ହୁଁ ଖେଳ କରିଛୁ ତୁ ମା ଆଜ୍ଞା ସବୁ ଖେଳ କରୁଛୁ। ଦଶ ମା ଆଜ୍ଞା ତୋର କଣ ମୁଁ କରୁଛୁ କେହି ନୁହେଁରେ ମା ଆଜ୍ଞା। ତୁ ବେଦ ପିଲା ହଉଛୁ ସାଢେ ବଦମାସ। ଟେକିଲା ପରେ ଏତେ ପ୍ରକାର ଫୋନ କଲା ତୁ କଣ ମା ଆଜ୍ଞା କହୁଛରେ ମା ଆଜ୍ଞା। ଦେଖିଆ ତୁ କେମିତି ବେପାରରୁ ଯିବୁ। ତୋ ବୋଉ କି ମୁଁ ସରପଞ୍ଚ ପଦକୁ ଛାଡିବିନି। ତୋ ହୁଁ ମଉକୁ ତତେ ମା ଆଜ୍ଞା ନଣ୍ଡା କରି ଆଗ। ତୁ ହଉଛି ହୁଁ ସମସ୍ତଙ୍କର ସର୍ଦାର ହେଲା। ତୋ ବୋଉକୁ ତୁ କେମିତି କଣ ଆଦ କରିବୁ ମୁଁ ତତେ ମା ଆଜ୍ଞା ଏତେ ଭଲ ପାଉଥିଲି। ସଇଲା ନା ଆଉ କଣ କରିବୁ ଆଉ କଣ କହିବ? ଆରେ ବେଧ ପିଲା ତତେ ବା ବିଶ୍ୱାସ କରିଥିଲି ତୁ ମା ଆଜ୍ଞା ଗାଣ୍ଡି ମାଇଲୁ। ହାଁ ସଇଲା ନୁ କଣ ବୋଉକୁ ଗେଇଲା କଣ କହୁଛୁ? ତୁ ବହୁତ ନାଟକ କରୁଛୁ ମୋ ପାଖକୁ ନ୍ୟୁଜ ଆଇଛି। ତାପରେ ତତେ ମୁଁ ହୁଁ ସଳ୍ପ କରିଥିଲି ତୁ ମୋ ଆଜ୍ଞା ମୋର ନୁହଁରେ। ଆରେ ମା ଆଜ୍ଞା ତମେ ଯେତେକ ୱାର୍ଡ ମେମ୍ବର ହୁଁ ଟଙ୍କାଟେ ପଇସା କିଏ ଦେଇଛ ସରପଞ୍ଚ ଯୋଉ ପଡିଥିଲେ? ହାଁ ଆରେ ଟଙ୍କାଟେ ପଇସା କୋଉ ମା ଆଜ୍ଞା ୱାର୍ଡ ମେମ୍ବର ଦେଇଛ? ତମ ବୋଉ ବିହାରେ ମା ଆଜ୍ଞା। ହଉ ରଖ ଦାଦା ରଖ ସକାଳେ କଥା ହବା ହେଲା। ଏଇ ବେଧ ପିଲା ତତେ ବି ମା ଆଜ୍ଞା ବାଡେଇବି। ହଉ ତତେ ରଖ ବି ମା ସକାଳେ କଥା ଆଜ୍ଞା ହବା ବାଡେଇବି। ଆଗ କୋଉ ୱାର୍ଡ ମେମ୍ବର ବାଡେଇବି। ତୁ ମା ଆଜ୍ଞା ମୁଖିଆ ତତେ ବାଡେଇବି। ତୁ ହଉ ଏମିତି ହଉ ମା ଆଜ୍ଞା ବାଡେଇଲେ ତୁ ବାଡେଇବ ଗୋଟେ ଚିଟ୍ ରେ ଯିବୁ। ଆରେ ହଉ ବୋଉକିଆ ବାଡେଇଲେ ବାଡେଇବ ହେଁ ହଉ ବାଡେଇଲେ ତୋ ବାଡେଇବ ରଖ ବୋଉ ସକାଳେ କଥା ହବା ବିହାରିକା ରଖ ତୋ ବୋଉ ବିହାରିକା ତତେ ଏଠି ଶୋଧୁଛୁ ଆଜ୍ଞା। ଆରେ ମା ଆଜ୍ଞା ତତେ ଏଠି ହଉ ରଖ ଶୋଧୁଛି ସକାଳେ କଥା ହବା ତୋ ଗାଣ୍ଡିରେ ହୁଁ ତୁ ଦମ ଅଛି। ମା ଆଜ୍ଞା ଦେଖ ମୋ ଛୁଆ ତ ଭଲ ହେଇଗଲେଣି। ତୁ ହୁଁ ମା ଆଜ୍ଞା ତୁ ବୋପାର ଛୁଆ ହେଇଥବୁ ତୁ କହୁଛୁ କଣ ନା ମତେ ସବୁ ୱାର୍ଡ ମେମ୍ବର ଫୋନ କରିବାକୁ। ହାଁ ଆରେ ତୁ ମା ଆଜ୍ଞା ଫୋନ କରିପାରୁନୁ। ହାଁ ଆରେ ମା ହଉ ଆଜ୍ଞା ଫୋନ ତୁ କରିବି ଫୋନ ରଖ ଆରେ ଆରେ ଫୋନ ମା କରିବି ଆଜ୍ଞା ଦିନ ଆଇଛୁ ଆରେ ଘରକୁ। କୋଉ ଭଳିଆ ଅସୁବିଧାରେ ମୁଁ ଚଳୁଛି। ଏଇଥିରେ କଣ ଭାଣ୍ଡ ଅନେଇଲୁ ଅରୁଆ ହୁଁ ଅରୁଆ ହଁ ଦାଦା କହୁନ ମୁଁ ରେକର୍ଡିଂ କରିଛି ଦାଦା ନା ବୋଉ ଦିଆ ହୁଁ ମା ଆଜ୍ଞା ତତେ ମୁଁ ମର୍ଡର କରିବେ। ହଉ ବ୍ୟସ୍ତ କଲେ ହନି କରିବ ଆଉ କରିବି ମାନେ ହଉ କଲେ କରିବ ଆଉ ଆରେ ତୁ ମା ଆଜ୍ଞା ସବୁ ଚାଲ ଚଲେଇଛୁ ପରା। ଦେବାଶିଷ ଭାଇନାଙ୍କୁ ତୁ ଗାଣ୍ଡିରେ ମରେଇଛୁ। ତୁ କଣ ମା ହୁଁ ଆଜ୍ଞା ଜାଣିପାରୁନୁ ମୁଁ ଆଜି କାହିଁ କହିଲି କହିଲୁ ହୁଁ ଶେଷ ନିଷ୍ପତ୍ତି ଥିଲା ତୋର। ହୁଁ ତୁ ଅରୁ କେମିତି ଚଳୁଛୁ। ଆରେ ମା ଆଜ୍ଞା ମୋଠୁ 17,000 ଟଙ୍କା 27,000 ଟଙ୍କା ଅଲଗା ଆକାଉଣ୍ଟ ଥିଲା। ତୋ ଗାଣ୍ଡିରେ ଦମ ତୁ ଆଜ୍ଞା କରିକି ଚଳେଇଦେଲୁନି ମେଳଣ ଟା। ପିଣ୍ଡି ବୋଉ ଝିଆ ତମ ଗାଣ୍ଡିରେ ଦମ ଅଛି ମା ଆଜ୍ଞା କରି ଦେଖାବେ। ହଉ ଦାଦା ରଖ ଦାଦା ସକାଳେ କଥା ହବା ତମେ ରଖ ନା ଅଲଗା ବୋଉ ହାଉସରେ ଅଛ ଝିଅ ତତେ ମା ଆଜ୍ଞା ଅଲଗା ମୁଁ ହାଉସରେ ଠଗା ଅଛ ଦେଖିଲି।
କେହି ୱାର୍ଡ ମେମ୍ବର ମୋର ସାକ୍ଷୀ ନୁହଁ ତୁ ମା ଆଜ୍ଞା ବର ମା ଆଜ୍ଞା ତତେ ଆଉ ମୁଁ ମାଗେ ତମେ ମୁଁ ମାଗେ ହେଇଗଲ ତମେ ଭଲ ହବ ରଖ ବେଦ ଛୁଆ ହେଲା ରହିବେ ତୁ ଆଉ ମୁଁ ସବୁଟା ବେଦ ଛୁଆ ରଖ ଦିଆଉଛୁ ତୁ ମୁଁ ବେଦ ଛୁଆ ତମେ ଭଲ ଛୁଆ ରଖ ନହେଲେ ସକାଳେ କଥା ହବ ହେଲା ତୋ ବୋଉ ବିହାରେ ଏତେ ବାହାରୁଛି ମା ଆଜ୍ଞା ଆରେ ମା ଆଜ୍ଞା ଆରେ भुवनेश्वर चिन्मय रंजन नायक का रिपोर्ट द के न्यूज 10। भुवनेश्वर चिन्मय रंजन नायक का रिपोर्ट द के न्यूज 10।